is the anointing of the Holy Spirit. সেটা পাইলে কেবল তুমি সাক্ষী হেব। সাক্ষী কি হেব? এভিডেন্স ଥିଲେ সাক্ষী হেব। ତମ ପାଖରେ ସାକ୍ଷୀ ଯଦି ତମେ ହେଇଛ, ଆଖିରେ ଦେଖିଥିବ, କାନରେ ଶୁଣିଥିବ, ଘଟଣା ଘଟିଲା ବେଳେ ଥିବେ, ସେ ଏକ ସାକ୍ଷୀ। ମିଥ୍ୟା ସାକ୍ଷୀକୁ ମାଜିଷ୍ଟ୍ରେଟ ଗ୍ରହଣ କରିବେ ନାହିଁ। ଏବେ ମଣ୍ଡଳୀରେ ସାକ୍ଷୀ ଦେବା ଦରକାର। ଆଶ୍ଚର୍ଯ୍ୟ, ମୋତେ ବହୁତ ଖୁସି ଲାଗିଲା। ମୁଁ ଧନ୍ୟବାଦ କରୁଥିଲି। ମଣ୍ଡଳୀ ବୃଦ୍ଧି ପାଇଛି, ମଣ୍ଡଳୀ ବୃଦ୍ଧି ପାଉଛି। ଆଉ ପାଷ୍ଟରଙ୍କର ଚ୍ୟାଲେଞ୍ଜ ପାଇଁ ମଧ୍ୟ ମୁଁ ଧନ୍ୟବାଦ କରୁଛି। ଆସନ୍ତା ବର୍ଷ ଆଉ ଟିକେ ଅଧିକ ହେବା ଦରକାର, ବୃଦ୍ଧି ପାଇବା ଦରକାର, ନାଇଁ କି? ଆଉ ବାସ ହେଇକି ସେମିତି ଥିଲେ ହେବ ବାପା, ଛୁଆବେଳେ ହେବା ଦରକାର ନା। ମଣ୍ଡଳୀ ମଧ୍ୟ ବୃଦ୍ଧି ପାଇବା ଦରକାର ଅଛି। ଏଥିପାଇଁ ଏଇଟା ବୃଦ୍ଧି କେମିତି ପାଇବ, ମଣ୍ଡଳୀ ଆଗକୁ କେମିତି ଯାଇପାରିବ? ଆମେ ଯାହା ବି ଯୋଉଠି ବି ଅଛୁ, କେତେ ଟଙ୍କାର, କେତେ କୋଟିର ବିଲ୍ଡିଂ ନା କେତେ ଲକ୍ଷ ଟଙ୍କାର ବିଲ୍ଡିଂ, କେତେ ହଜାର ଟଙ୍କାର ବିଲ୍ଡିଂ, ଡୋଣ୍ଟ ବୋଦର ଫର ଦ୍ୟାଟ୍। ଏଇଟା ଟେମ୍ପୋରାରୀ ଜାଗାରେ ଆମେ ଅଛୁ, ଏଇଟା ଟେମ୍ପୋରାରୀ। ତୁରୀ ବାଦ୍ୟରେ ପ୍ରଭୁ ଆସିବେ, ଆମମାନଙ୍କୁ ନେଇଯିବେ, ଅନନ୍ତ ରାଜ୍ୟରେ ପ୍ରବେଶ କରିବା, ତାଙ୍କ ସହିତ ରହିବା, ସେଇଟା ଆମର ପରମାନେଣ୍ଟ। ଇସ୍ରାଏଲ ଜାତିର ପୁରା ମନ୍ଦିର ନାହିଁ ଆଜି ପର୍ଯ୍ୟନ୍ତ। ଆମର ଘର ଗୁଡ଼ାକ ରହିବ କି? ଘର ଦରକାର ଆମକୁ। ଏ ବଡ଼ ବିଶ୍ୱାସୀ ମନ୍ଦିର ତିଆରି କରିଦେବ, 7 ବର୍ଷ ସେମାନେ ସେବା କରିବେ, ତା ପୂର୍ବରୁ ମଣ୍ଡଳୀ ପଳେଇବ ପ୍ରଭୁ ରାଜ୍ୟକୁ। ଆମେ ସେଇ ରାଜ୍ୟରେ କେମିତି ପ୍ରବେଶ କରିବା, ସେଇ ଚିନ୍ତା ଏଇଠି ବସାରେ କରିବା। ଅନ୍ୟ ସମସ୍ତ ବିଷୟ ଅପେକ୍ଷା ପ୍ରାୟୋରିଟି ଦିଅନ୍ତୁ ଈଶ୍ୱରଙ୍କ ବାକ୍ୟ ଜାଣିବା ନିମନ୍ତେ, ପ୍ରାର୍ଥନାରେ ସମୟ କାଟିବା ନିମନ୍ତେ। ରବିବାର ଦିନ ଉପାସନା ହେବା, ଘଣ୍ଟା ବାଜିବା ସଙ୍ଗେ ସଙ୍ଗେ ବା କବାଟ ଖୋଲିଲେ ସଙ୍ଗେ ସଙ୍ଗେ ଯେତେ ଲୋକ ଆସିବାକୁ ବସିବେ, ଅପେକ୍ଷା କାହାକୁ କରିବା ଦରକାର ନାହିଁ। ତମର କିବୋର୍ଡ ବନ୍ଦ କର, ତମର ମ୍ୟୁଜିକ୍ ବନ୍ଦ କର, ସବୁ ବନ୍ଦ, ଆଗ ଆଣ୍ଠୁ ମାଡ଼ି ପ୍ରାର୍ଥନା କର। ଆସୁ ଆସୁ ପ୍ରାର୍ଥନା। ବାଳକଙ୍କୁ ଜଗିବ ନାହିଁ, ସେକ୍ରେଟାରୀଙ୍କୁ ଜଗିବ ନାହିଁ, ଆନାଉନ୍ସମେଣ୍ଟକୁ ଜଗିବ ନାହିଁ। କମାନ ଅଧଘଣ୍ଟା ପ୍ରାର୍ଥନା କର, ଆଖିର ଲୁହରେ ପ୍ରାର୍ଥନା କର, ଭାଙ୍ଗି ଦିଅ ମନଟା ଯୀଶୁଙ୍କ ପାଖରେ। ତାପରେ ତମେ ଉପାସନା କର, ୱାର୍ସିପ କର, ବାଦ୍ୟ ବଜା କ'ଣ କରୁଛ କର। ତାପରେ ତମେ ଦାନ ସଂଖ୍ୟା କ'ଣ କ'ଣ ମଣ୍ଡଳ କାର୍ଯ୍ୟକ୍ରମ ଅଛି, ବିଧିବିଧାନ ସବୁ କର, କିନ୍ତୁ ଆଗ ଆସିକି ପ୍ରାର୍ଥନା କର।